नमस्कार जय जगन्नाथ। आज आम सहित अछंती सबिता क्रिएशन। तो से भौणी सेठू कुकिंग करंती ब्लॉगिंग भी करंती। आउ एबे तांकर पाखापाखि सब्सक्राइबर 776 अच्छी। तो आज तांको सहित खोला कथा हवा तांको विषय रे, तांको चैनल केबेठू स्टार्ट हला, केमिति कोन से केते दिन हलानी एथिरे करूचंती, आउ कोन आगु प्लान अछि। तो नमस्कार। भाई नमस्कार। ओडिशा नमस्कार वासी को मोर जय जगन्नाथ। ओडिशावासी को। तो ओडिशार बहुत बढ़िया बढ़िया सब चैनल बहुत लोग करूछंती, किंतु जोटा आमे चेष्टा करूछु कि किछि लोकंकर समस्तंकर एटलिस्ट किछि किछि गेन हो, आउ समस्ते मिनिमम पहुंची जांतु तांकर जोटा कि मोनेटाइजेशन। तो समस्ते किछि किछि अर्निंग भी करंतु, आउ भलो भलो चैनल ग्रो करू। जेमति काली भी मु से भाईଙ୍କ सहित करूथली आरएस व्लॉग्स सहित। तो तांको सहित ସେଇଟା କଥା होतलु कि बहुत भलो भलो चैनल जोटा कि स्टार्ट हुए, किंतु मोनेटाइज नहला परे इंटरेस्ट कमी जाए और केते दिन वीडियो करबा एमती ही से चैनल बंद भी हो जाए, एमती बहुत केसेस रे हुए। तो सेइथपे हम चेष्टा करबा जे समस्तंकर मोनेटाइज एटलीस्ट समस्त मिसिकी करे देबा पई। तो केबिठू स्टार्ट हला चैनल? भाई मु मोर निजर चैनल विषय किछि कहूछि। मो चैनल मु 2020 नवेम्बर मास स्टार्ट कली। हम्म ସେଥିରେ ଫାଷ୍ଟ ଆକ୍ଚୁଆଲି ମୁଁ ୟୁଟ୍ୟୁବକୁ ସେମିତି ନର୍ମାଲ ନଉଥିଲି। ୟୁଟ୍ୟୁବକୁ ମୁଁ ସେତେ ଇଣ୍ଟରେଷ୍ଟ ଦଉନଥିଲି। ଜଷ୍ଟ ମତେ ଆକ୍ଚୁଆଲି ମୁଁ ଜଣେ ଷ୍ଟାଫ ନର୍ସ, ରେଜିଷ୍ଟର ଷ୍ଟାଫ ନର୍ସ। ମୁଁ ରାଉରକେଲାରେ ମୁଁ ଆକ୍ଚୁଆଲି ରହେ। हम्म ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ମୁଁ ଜବ୍ କରୁଥିଲି। ମୋ ମିଷ୍ଟର ବି ସେଇଠି ରେଡିଓଲୋଜିରେ ଅଛନ୍ତି। ତ ଆମେ ଦି ଜଣ ମେଡିକାଲ ଷ୍ଟାଫ। ଆକ୍ଚୁଆଲି ଆମ ଷ୍ଟାଫ ମାନେ ମୁଁ ଆକ୍ଚୁଆଲି କୁକିଂ ଭଲ କରେ। କୁକିଂ हाँ, बहुत ମତେ कुकिंग ପସନ୍ଦ भल ମୋର। बहुत कुकिंग वीडियो अच्छी एथिरे। ଆଜ୍ଞା ଆଜ୍ଞା। ତ କୁକିଂ ମୁଁ ବହୁତ କରେ। ମୁଁ ଯେତେବେଳେ ବି ଡ୍ୟୁଟି ଯାଏ ମୋର କୁକିଂ ପାଇଁ ମୁଁ କରିକି ନେଇକି ଯାଏ ଟିଫିନ। ତ ସେଠି ଷ୍ଟାଫ ମାନେ ଖାଆନ୍ତି। ତ ବହୁତ ସେମାନେ ଭଲ ପାଆନ୍ତି ମୋ ରୋଷେଇ। ତ ମତେ ଜଣେ ଗୋଟେ ଷ୍ଟାଫ ମାନେ ଆମ ଇନଚାର୍ଜ ଅଛନ୍ତି, ସିଏ କହିଲେ ମତେ, ସବିତା ତୁ ୟୁଟ୍ୟୁବ କରୁନୁ। ତ ମୁଁ କହିଲି କି ୟୁଟ୍ୟୁବ କଣ ଦିଦି କରିବୁ, ମୁଁ ୟୁଟ୍ୟୁବ ଦେଖେ ସବୁବେଳେ। ତ ସେ ଦିଦି मते बहुत इंस्पायर किंतु कले यूट्यूब रे कहले और पैसा तू अर्निंग हुए कि चैनल बना जाए सेटा आपण एते मथारे रखी नांती। ମୁଁ ଆଇडिଆ ବି ନଥିଲା କି ୟୁଟ୍ୟୁବ ମାଧ୍ୟମରେ ପଇସା ଆସୁଛି କଣ। ମୁଁ ଦେଖେ ୟୁଟ୍ୟୁବ ଜେନେରାଲି ସବୁ ଭିଡିଓ ଭିଡିଓ ସବୁ ଦେଖେ, ମତେ ଭଲ ଲାଗେ। ତ ସେ ଇନଚାର୍ଜ ଦିଦି ସହଯୋଗୀ ସିଷ୍ଟର ଯିଏ ଅଛନ୍ତି ସେ ମତେ କହିଲେ ଆଉ ତୁ ଗୋଟେ ୟୁଟ୍ୟୁବ ଷ୍ଟାର୍ଟ କର। ତୁ ତ ଭଲ ରୋଷେଇ କରୁଛୁ, ରୋଷେଇ କିଛି କର। ତୁ ତ ଭଲ ଆକ୍ଚୁଆଲି ମତେ ସିଙ୍ଗିଙ୍ଗ ବି ଭଲ ଲାଗେ हम्म କରିବାକୁ, ଗୀତ ଗାଇବାକୁ। ମୁଁ ମତେ ସେ କହନ୍ତି ତୁ ତ ମଲ୍ଟି ଟ୍ୟାଲେଣ୍ଟେଡ, ତୁ ୟୁଟ୍ୟୁବ ଗୋଟେ ଷ୍ଟାର୍ଟ କର। ତ ମୁଁ କହିଲି हम्म କି ୟୁଟ୍ୟୁବ କରିବୁ କଣ, ଯଦି ଠିକ ଅଛି କରିବି। ତ ମୁଁ ଜଷ୍ଟ ଗୋଟେ ଏମିତି ସେ ଫାଷ୍ଟ ୟୁଟ୍ୟୁବ ଗୋଟେ ଚ୍ୟାନେଲ କଲି। ସେଥିରେ ଗୋଟେ ମିନିଟ୍ ପାଇଁ ଗୋଟେ ଅକ୍ଷୟ କୁମାର ଭିଡିଓଟେ ଏମିତି ମାନେ ରଫଲି ମୁଁ ଅପଲୋଡ କରିଦେଲି। हम्म ସେଥିରେ ମୋ କପିରାଇଟ ପଳେଇ ଆସିଲା। ମୁଁ ଫାଷ୍ଟ प्रथम ବୁଝିପାରିଲିନି वीडियो रे ଏଇଟା କଣ कॉपीराइट ଏମିତିଆ पळे ପ୍ରୋବ୍लेम। आसला। କପିରାଇଟ ଆସିଗଲା। ତ ମୁଁ ବୁଝିପାରିଲି ଏଇଟା କଣ ଗୋଟେ ଆଉ। ତ ହେଲା ମୁଁ ତାକୁ ଇଗ୍ନୋର କରିଦେଲି। ତାପରେ କୁକିଂ କଲି। ମେହେନ୍ଦୀ ମତେ ଭଲ ଲାଗେ। ତ ମୁଁ ମେହେନ୍ଦୀ ମୁଁ କଲି, ସେଇଟା ବି ଅପଲୋଡ କଲି। ତ ସେଥିରେ ଗୀତ ଦେଇକିନା ମୁଁ ଛାଡିଦେଲି। ଗୀତ ସେଟ୍ କରିକିନା ମୁଁ ସେ ଛାଡିଦେଲି। हम्म ତାପରେ ଧୀରେ ଧୀରେ ଗୋଟା ଦିଟା ମୁଁ କୁକିଂ କଲି। हम्म କୁକିଂ କଲି, ସମସ୍ତେ ଭଲ ପାଆନ୍ତି। ତ ମୁଁ ସେଥିପାଇଁ କୁକିଂ ଭିଡିଓ ଟା ମାନେ ବେଶୀ ମୁଁ ସେଟା ଅପଲୋଡ କଲି। ଗୀତ ସାଙ୍ଗରେ କେତେବେଳେ ମୁଁ ଆଗରୁ ଆକ୍ଚୁଆଲି ମୋ ଚ୍ୟାନେଲ ଟା ଓଡିଆରେ ମୁଁ କରୁଥିଲି। हम्म ଓଡିଆରେ କରୁଥିଲି। ତ ତାପରେ ଏମିତି କରୁ କରୁ ମୋର ଯେତେବେଳେ ମୁଁ ୟୁଟ୍ୟୁବ ଷ୍ଟୁଡିଓରେ ଦେଖିଲି କି हम्म ମୋର ଆନାଲିଟିକ୍ସ ଦେଖୁଥିଲି, ମୁଁ ମୋର ବାହାର ଦେଶରେ ସବୁ ଦେଖୁଛନ୍ତି ମୋ ଭିଡିଓ ଗୁଡାକୁ କେତେ बेसी लोक बाहरु ଦେଖୁଛନ୍ତି। देखुचंदी। ହଁ ବେସିକାଲି ବାହାରେ ଦେଖୁଛନ୍ତି। ତ କେତେ ପରସେଣ୍ଟ ଇଣ୍ଡିଆରେ ଦେଖୁଛନ୍ତି ପ୍ଲସ ବାହାରେ ବି ଦେଖୁଛନ୍ତି। ତ हम्म ଏମିତି ହେଇକିନା ମୁଁ ଭାବିଲି ଯେ ମୁଁ ଓଡିଆରେ ତ କହୁଥିଲି ସେତେବେଳେ। ଆଉ हम्म ଓଡିଆ ଲୋକ ତ ବୁଝି ପାରୁନଥିବେ ବାହାର ଦେଶରେ। ମୁଁ ସେଥିପାଇଁ ଫାଷ୍ଟ ହିନ୍ଦୀରେ ହିଁ ମୁଁ କରିଦେଲି ଅଧାରୁ। हम्म ତାପରେ ଏବେ ପର୍ଯ୍ୟନ୍ତ ମୁଁ ହିନ୍ଦୀରେ ହିଁ କରୁଛି। ତ ସେଇ हम्म ବେସିକାଲି ମତେ ସେ ଦିଦିଙ୍କ ଇନ୍ସପାୟାର ମତେ କଲେ, ସିଏ ମୁଁ ସେଥିପାଇଁ କଲି। ତ ଦେଖିଲି ଯେମିତି ମତେ ଲୋକ ଦେଖୁଛନ୍ତି, ମତେ ସେଟା हम्म ଭାରି ଖୁସି ଲାଗିଲା ଯେ ମୋ ରୋଷେଇ ଦେଖୁଛନ୍ତି। ଆଉ ମତେ କମେଣ୍ଟ ବି କରୁଛନ୍ତି ଭଲ ଭଲ। ତ ମତେ ସେଟା ଖୁସି ଲାଗିଲା ବହୁତ। ତ ସେଇଠୁ हम्म। ମୋ ଜର୍ଣ୍ଣିଟା 2020ରୁ ଆରମ୍ଭ ହେଲା। हाँ, प्रथम बोधे जोटा एबे अच्छी वीडियोटा प्रथम वीडियो सेटा बोधे फ्रेंड्स मेहंदी सेरेमनी करके एमती प्रथम वीडियोटा अछि बोधे। ଆଜ୍ଞା ଆଜ୍ଞା ଆଜ୍ଞା। ହଁ ହଁ ହଁ। ସେ ମୋ ସାଙ୍ଗର ଗୋଟେ ମେହେନ୍ଦୀ ହେଇଥିଲା, ମୁଁ ତାଙ୍କୁ ଲଗେଇ ଦେଇଥିଲି। ତ ସେଇଟା ହିଁ ଭିଡିଓ हम्म କରିକି ଛୋଟ ଗୋଟେ ଅପଲୋଡ କରିଦେଇଥିଲି। ଆଉ मेडिकल सहित केमती केतेबेले टाइम बाहर करंती, केतेबेले रेकॉर्डिंग करंती, एडिटिंग करंती? ହଁ ଭାଇ ଯେତେ ମୁଁ ଏବେ ମୋ ପୁଅ ଏବେ ତାକୁ 1.5 2 ବର୍ଷ ପାଖାପାଖି ହେଲାଣି। ତ ମୁଁ हम्म ଏବେ ଜବ ରୁ କ୍ୱିଟ୍ କରିଦେଲିଣି। ମୁଁ ଏବେ ତ ଘରେ ଆକ୍ଚୁଆଲି ମୁଁ ରହୁଛି ଏକୁଟିଆ ହଜବେଣ୍ଡ ସାଙ୍ଗେ। ତ
ଜବ୍ ସାଙ୍ଗରେ ପୁଅ ମାନେ ମୋର ପସିବଲ ନୁହଁ, ସେଥିପାଇଁ ମୁଁ ଜବ୍ ରୁ ମୁଁ ରେଜିଗ୍ନେସନ ଦେଇଦେଲି। ଏବେ ହୁଁ ଘରେ ହୁଁ ଅଛି। ଆଗରୁ କଣ ହଉଥିଲା ନା, ମୁଁ ଡ୍ୟୁଟି ଯାଉଥିଲି, ତ ହୁଁ ମୁଁ ଯେମିତି କହୁଛି ୟୁଟ୍ୟୁବ ମୁଁ ସେତେ ଇମ୍ପୋର୍ଟାନ୍ସ ଦଉନଥିଲି। ହୁଁ ହୁଁ ହଁ ଅପଲୋଡ କରିବା କଥା ମୁଁ କରିବି, ସପ୍ତାହରେ ଗୋଟେ ଦିଟା ଯେମିତି କରିବା କଥା କରୁଥିଲି। ତ ହୁଁ ସେତେବେଳେ ଇଣ୍ଟରେଷ୍ଟ ଦଉନଥିଲି, ମୁଁ ସେମିତି ଅପଲୋଡ କରିକିନା ଗୋଟେ ଭିଡିଓ ଏଡିଟ କରିକିନା ଛାଡି ଦଉଥିଲି। ହୁଁ ଯେତେବେଳେ ପୁଅ ହେଲେ ଡ୍ୟୁଟି ସାଙ୍ଗରେ କଣ ଡ୍ୟୁଟି ଯାଉଥିଲି, ପୁଅର 8 ଘଣ୍ଟା ଡ୍ୟୁଟି, ହୁଁ 8 ଆୱାର୍ସ ଡ୍ୟୁଟି। 8 ଆୱାର୍ସ ପରେ ମୁଁ ଯେତେବେଳେ ଫାଙ୍କା ପାଉଥିଲି, ମୋଷ୍ଟ ପ୍ରୋବାବଲି ମୋର ହଜବେଣ୍ଡଙ୍କର ସଣ୍ଡେ ଛୁଟି ଥାଏ, ତ ସେଇଦିନ ଆମେ ଭିଡିଓ ସୁଟିଂ କରୁ, ଏଡିଟ କରେ, ଗୋଟେ ଦି ଦିନ ଲାଗେ। ସେତେବେଳେ ମତେ ଜଣା ନଥିଲା ଏଡିଟ ବି ଭଲ କି ଆସୁନଥିଲା। ହୁଁ ତ ସେମିତି କରୁ 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 ଏଡିଟ ସେଇ ସଣ୍ଡେ ଦିନ ମୁଁ ବେଶୀ ଭାଗରେ କରେ। ତାପରେ ମୁଁ କୁକିଂ ସେ ମଣ୍ଡେ ନହେଲେ ଟ୍ୟୁଜଡେ ଏମିତି କଣ ମୁଁ ଅପଲୋଡ କରେ। ତ ବେଶୀ କରୁନଥିଲି। ଯେତେବେଳେ ଯେତେବେଳେ ପୁଅ ଫ୍ରେଣ୍ଡସ୍ କି ହେଇଗଲା, ଫ୍ୟାମିଲି ଆଉ ଯୋଉ ରିଲେଟିଭ୍ସ କୁ କହିଲ ମୁଁ ଗୋଟେ ୟୁଟ୍ୟୁବ ଚ୍ୟାନେଲ କରୁଛି, ତ ସେମାନଙ୍କ ରିଆକ୍ସନ କେମିତି ଥିଲା? ରିଏକ୍ଟ କଲେ ମୋ ଫ୍ୟାମିଲି ମାନେ ତ ଫ୍ୟାମିଲି ମେମ୍ବର ବହୁତ ହି ଖୁସି ଥିଲେ। ଆଉ ସାଙ୍ଗମାନେ ଦେଖୁଥିଲେ, ଷ୍ଟାଫ ମାନେ, ମୁଁ ଏଥିରେ ମୁଁ ସବସ୍କ୍ରାଇବ ବେଶୀ ଏଇଟା କରନ୍ତିନି। ନାଇଁ ଠିକ କଥା। ସବସ୍କ୍ରାଇବ ସେମାନେ କରନ୍ତି, ଇଏ କାଇଁ ଆମେ ସବସ୍କ୍ରାଇବ କରିବୁ, ସିଏ କାଇଁ ଆଗକୁ ବଢିବ, ହୁଁ ହୁଁ ଏଇଆ ତାଙ୍କର ମେଣ୍ଟାଲିଟି ସବୁ ଥାଏ। ତ ଯିଏ ବହୁତ କ୍ଲୋଜ ଫ୍ରେଣ୍ଡ ସେମାନେ ଟିକେ କରନ୍ତି। ହୁଁ ହୁଁ କିନ୍ତୁ ଫ୍ୟାମିଲି ମେମ୍ବର ତ ସମସ୍ତେ ମୋ ଭିଡିଓ ଦେଖନ୍ତି, ବହୁତ ନହେଲେ ମାନେ କିଛି ମୋ ମା ସାଙ୍ଗ ବି ମୋ ଦେଖୁଥିବେ, ଲୁଚେଇ ଲୁଚେଇ ଦେଖୁଥିବେ କିନ୍ତୁ ସବସ୍କ୍ରାଇବ ବଟନ କରିବେନି। ଆକ୍ଚୁଆଲି ସାଙ୍ଗମାନେ ତ ସେଇଆ, ଆମେ ତ ବଦମାସ, ଦେଖନ୍ତି ସବୁ କିନ୍ତୁ ହୁଁ ସେମାନେ କମେଣ୍ଟ ଲେଖିବେନି, ଗୋଟେ ହୁଁ ଲାଇକ୍ କରିବେ, ତାଙ୍କୁ କଷ୍ଟ, କିନ୍ତୁ ଦେଖିବେ ସେ ଭିଡିଓରେ କଣ ବନେଇଛି। କିନ୍ତୁ ଭଲ କହିବେନି, ଖରାପ କହିବେ ହୁଁ ଗୋଟା। ତ ଏମିତି ଫ୍ୟାମିଲି ମେମ୍ବର ଦେଖନ୍ତି, ଏମିତି ବି ଭିଉଅର୍ସ ବି ଅଛନ୍ତି, ବାହାର ଲୋକ ବି ଦେଖନ୍ତି। ହୁଁ ମତେ ସେ ବହୁତ ଖୁସି ଲାଗେ। ହଁ କୁକିଂ ଗୋଟେ ଜିନିଷ, କୁକିଂ ରେ ବହୁତ ଚ୍ୟାନେଲ ମାନେ ଏ- କିଛି ଦିନ ଆଗରୁ ଯୋଉଟା ଦୁଇ ଦୁଇ ତିନି ବର୍ଷ ଆଗରୁ କୁକିଂ ର ଗୋଟେ ଜମାନା ଥିଲା। ବହୁତ କୁକିଂ ହଁ ଚ୍ୟାନେଲ ବହୁତ ସକ୍ସେସ ବି ମିଳିଥିଲା, କାହିଁକି ନା କୁକିଂ ଗୋଟେ ଜିନିଷ, ଗୋଟେ ଜିନିଷ ୟୁଟ୍ୟୁବରେ ଥାଏ କି ଗୋଟେ ଆମର ଭିଡିଓ ଯୋଉଟା କି ଏଭରଗ୍ରିନ୍ ଥାଏ, ଆଉ ଗୋଟେ ଭିଡିଓ ହଉଛି ପକେଇଲ କିଛି ଦିନ ଚାଲିଲା ତାପରେ ବନ୍ଦ ରହିଗଲା। ତ କୁକିଂ ର ହଁ ହଁ ଭିଡିଓ ଯଦି କିଛି ଜିନିଷ ହେଲା, ଯୋଉଟା ଭଲ ଜିନିଷ, ସେଇଟା ଚାଲିଥିବ ଚାଲିଥିବ ଯେ ବହୁତ ଦିନ ଲୋକ ଦେଖନ୍ତି, କାହିଁକିନା ଆଜିକାଲି ଲୋକ କିଛି ଗୋଟେ ଖାଇବା ବନେଇବା ପୂର୍ବରୁ ଟିକେ ଭିଡିଓ ଟା ଦେଖି ଦଉଛନ୍ତି। ଯେ ନୂଆ ନୂଆ ଶିଖୁଛନ୍ତି ନିଶ୍ଚୟ କୁକିଂ, କି ନିଶ୍ଚୟ। କେଉଁମାନେ ବ୍ୟାଚଲର ଅଛନ୍ତି ଟିକେ ଜାଣିବା ପାଇଁ, ଆଜି ଗୋଟେ ଚିଲି ଚିକେନ ବନେଇବି, ତ ସର୍ଚ୍ଚ ମାରି ଦଉଛନ୍ତି, ୟୁଟ୍ୟୁବରୁ ଦେଖିକି ବନଉଛନ୍ତି। ଇଭେନ ଭାଇ ମୁଁ ନିଜ କଥା କହୁଛି, ମୁଁ ଯଦି କିଛି ମାନେ ନୂଆ ଡିସେସ୍ କିଛି ତିଆରି କରିବା ଆଗରୁ ମୁଁ ଟିକେ ୟୁଟ୍ୟୁବ ଖୋଲିକି ଦେଖିଦିଏ। ଏମିତି ମୁଁ ଆଜିକାଲି ଭାଇ ସୋସିଆଲ ମିଡିଆ ଏତେ ଷ୍ଟ୍ରଙ୍ଗ ହେଲାଣି, ଆଜିକାଲି ଟିଭି କିଏ ଦେଖୁନାହାନ୍ତି, ଫାଷ୍ଟ କଥା ହେଲା। ଟିଭି କିଏ ଦେଖୁନାହାନ୍ତି, ସବୁ ସମସ୍ତେ ଆଣ୍ଡ୍ରଏଡ ୟୁଟ୍ୟୁବ ଟିଭି ବି ଦେଖୁଛନ୍ତି। ଲଗେଇ ଦଉଛନ୍ତି ଯୋଉଥିରେ ୟୁଟ୍ୟୁବ ଅଛି। ନିଶ୍ଚୟ ସମସ୍ତଙ୍କ ଘରେ 5350 ଏଇ ଯୋଉ ସବୁ ଟିଭି ଲାଗିଛି, କିନ୍ତୁ ଟିଭି କିଏ ଦେଖୁନାହାନ୍ତି, ଚାଲୁଥାଉଛି ସେ ଇଲେକ୍ଟ୍ରିକ ବିଲ୍ ବଢୁଛି। ହୁଁ କିନ୍ତୁ ସମସ୍ତେ ୟୁଟ୍ୟୁବରେ ଆକ୍ଟିଭ ରହୁଛନ୍ତି। ରୋଷେଇ କରିବା ଆଗରୁ ଖାସ କରିକି ମୁଁ କହୁଛି, ମାନେ ଇଭେନ ମୁଁ ବି ଗୋଟେ ମୁଁ କୁକ୍ କରେ, ଯେତେବେଳେ ମୁଁ ୟୁଟ୍ୟୁବ ଖୋଲିକି ଦେଖେ ସେଇ ଡିଶ ଟା କେମିତି କରୁଛି, ସେ ତା ଷ୍ଟାଇଲରେ କେମିତି ଗଲା, ତ ହୁଁ ମୁଁ ଯେତେବେଳେ କରେ, ମୁଁ ମୋ ଷ୍ଟାଇଲ କରେ, ତ ମୋର ବେସିକ ଆଇଡିଆ ହେଇଗଲା କି ହଁ ସେ ଏମିତି ରୋଷେଇ କରିଛି ବୋଲିକିନା। ତ ମୁଁ ବି ଖୋଲିକି ଦେଖେ ୟୁଟ୍ୟୁବ। ତ 776 ଅଛି, ବେଶୀ ଆ, ପାଖାପାଖି ହେଇଗଲାଣି, ବେଶୀ ଦୂର ନାହିଁ। ଆଉ ୱାଚ୍ ଟାଇମ୍ ତାପରେ ଦରକାର 4000 ୱାଚ୍ ଟାଇମ୍। ତ ଏଇଟା ଆକ୍ଚୁଆଲି ଯଦି ଆମେ ଚାହିଁବା, ଯଦି ସମସ୍ତେ ଯଦି ମିଶିକି ଯଦି ଆମ୍, ସମସ୍ତଙ୍କୁ ସବସ୍କ୍ରାଇବ କରିଦବା, ତ ହଜାର ଜଣ ଚାହିଁଲେ ହେଇଯିବ ଜଲ୍ଦି ଜଲ୍ଦି। ମାନେ ଏଇଟା ଗୋଟେ କିଛି ବଡ ହଁ କଥା ଭାଇ। ନୁହେଁ, ଯଦି ସମସ୍ତେ ଛୋଟ ଛୋଟ ୟୁଟ୍ୟୁବରକୁ ସପୋର୍ଟ କରିବେ, ତାହେଲେ କି ଯୋଉମାନେ ବି କରୁଛନ୍ତି ଆଉ ମାନଙ୍କୁ ସପୋର୍ଟ କରିବେ। ହଁ ତାଙ୍କୁ ପରେ ଯଦି ଭଲ ନ ଲାଗୁଛି, ତାଙ୍କର ହେଇଗଲା ପରେ ଅନସବସ୍କ୍ରାଇବ କରିଦେଲେ ବି କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ କ୍ରାଇଟେରିଆଟା ଫିଲ୍ଅପ୍ ହେଇଗଲେ ତାଙ୍କୁ ମୋଟିଭେସନ ମିଳେ, ଆଉ ତ କିଛି ନାହିଁ। ପ୍ରଥମ ପ୍ରଥମ ବେଶୀ ପଇସା ବି ଆସେନି, କିନ୍ତୁ ମୋଟିଭେସନ ଗୋଟେ ମିଳେ କି ହଁ କିଛି କିଛି ପଇସା ଆସୁଛି, ତ ଆମେ ଆଉ ଟିକେ କରିବା, ଭଲ କ୍ୱାଲିଟି କରିବା। ତ ସେଇଥିରେ କିଛି ଭଲ ଚ୍ୟାନେଲ ଉପରକୁ ଯିବ। ତ ୟା ପରେ କଣ ପ୍ଲାନିଂ ଅଛି, ୟୁଟ୍ୟୁବକୁ ନେଇକି ବ୍ଲଗିଂ ଟା ବେଶୀ ଦେବେ ନା କୁକିଂ ଉପରେ କନସେନଟ୍ରେଟ କରିବେ, କେମିତିକା ପ୍ଲାନିଂ ଅଛି? କିଛି ହେଲ୍ଥ ଟିପ୍ସ ବି ଦଉଛନ୍ତି, ମୁଁ ଦେଖିଥିଲି ବଢିଆ ବଢିଆ ହେଲ୍ଥ ଟିପ୍ସ ବି ଦେଇଛନ୍ତି, ଯୋଉଟା ଛୋଟ ଛୁଆଙ୍କ ପାଇଁ, ବେବି ଛୋଟ କିଡ୍ସ ଛୁଆଙ୍କ ମାନଙ୍କ ହଁ। ପାଇଁ। ହଁ ଭାଇ ଆକ୍ଚୁଆଲି କଣ କି ମୋ ପ୍ଲାନ୍ କହିଲେ, ମୁଁ କୁକିଂ ମୋର ପସନ୍ଦ, କୁକିଂ ଟା ମତେ ବହୁତ ଭଲ ଲାଗେ, କାରଣ ମୋ ମିଷ୍ଟର ଖାଇଲା ବାଲା, ଆପଣ ଜାଣିଥିବେ ଓଡିଶା ବାସୀ କଣ ପୁରା ବ୍ରହ୍ମାଣ୍ଡରେ ସମସ୍ତେ ପେଟକୁ ହୁଁ, ଆଗେ ବି ଇମ୍ପୋର୍ଟାନ୍ସ ଦିଅନ୍ତି ସେଇଟା ଖାଇବାକୁ। ନିହାତି। ମାନେ ସ୍ଵାମୀଙ୍କ ମନ କଥା ଆପଣ ପେଟରୁ ହିଁ ଯିବ। ମୋ ମିଷ୍ଟର ଖାଇବାକୁ ବହୁତ ଭଲ ପାଆନ୍ତି, ମୁଁ ସେଥିପାଇଁ ରୋଷେଇ ଭଲ ଭଲ କରିବାକୁ ମତେ ଭାରି ଇଚ୍ଛା ଲାଗେ। ମୁଁ ହୁଁ ଫାଷ୍ଟ ମୋର ଇମ୍ପୋର୍ଟାନ୍ସ ହଉଛି ମୋ ଫ୍ୟାମିଲି, ଫ୍ୟାମିଲି ପାଇଁ ଯୋଉଟା କି ମୋ କୁକିଂ। ମୋ ପୁଅ ବି ଇଭେନ 1.5 2 ବର୍ଷ ପାଖାପାଖି ହେଲାଣି, ସିଏ ଏବେ ତାକୁ ସେ ଯୋଉ ସିଝା ମିଝା ଖାଇବାକୁ ଦଉଛି, ଖାଇବନି, ତାକୁ ଭେରାଇଟି ଖାଇବା ଦରକାର। ତ ମୁଁ ଯେମିତି ରୋଷେଇ କରେ, ଫାଷ୍ଟ ମୋର ଇଏ ହଉଛି ମୋ କୁକିଂ, କୁକିଂ ମୁଁ କରିବି। ତାପରେ ମୋର ବ୍ଲଗିଂ, ବ୍ଲଗିଂ ଟା ଭାଇ ମୋର ଏମିତି କି ଆକ୍ଚୁଆଲି ମୋ ମିଷ୍ଟରଙ୍କ ସଣ୍ଡେ ଯେମିତି ଛୁଟି, କହିଲି, ତ ମୁଁ ସଣ୍ଡେ ଦିନ ତାଙ୍କ
ମାନେ କୁଆଡେ ବାହାରକୁ ଗଲେ, ମୁଁ ତ ରାଉରକେଲା ହୁଁ ଭିତରେ ରହୁଛି, ହୁଁ ତ ମୁଁ ବେଶୀ ଦୂର ଯାଇପାରେନି। ଆଉ ହୁଁ ଫ୍ୟାମିଲି ମୋ ଛୋଟ ଛୁଆ ନେଇକିନା ମୁଁ ରାଉରକେଲା ଭିତରେ କୋଉଠି ଗଲି ବୁଲିବାକୁ ତ ମୁଁ ସେଠି ସୁଟ କଲି, ଆସିଲି, ଏଡିଟ କଲି, ଛାଡିଲି। ହୁଁ ସେଇଟା ମୋ ସେକେଣ୍ଡ ବ୍ଲଗିଂ। ଆଉ ଥାର୍ଡ ହଉଛି ମୋର ବେବି ଟିପ୍ସ। ଏବେ ମୋର ନିଜର ଯୋଉ ଏକ୍ସପିରିଏନ୍ସ, ମୁଁ ଏକ୍ସପିରିଏନ୍ସ ଟା। ଏମିତି ନାହିଁ କି ହଁ ମୋର ନିଜ ଏକ୍ସପିରିଏନ୍ସ ଯୋଉଟା ମୁଁ ଗୋଟେ ମା, ତ ମୁଁ ମୋ ପୁଅକୁ ନେଇକିନା ଜନ୍ମରୁ ଆଜି ଏତେ ବଡ ହେଲାଣି, 2 ବର୍ଷ ପାଖାପାଖି, ତାକୁ ନେଇକି ଯୋଉ ଏକ୍ସପିରିଏନ୍ସ ଗୁଡାକ ମୁଁ ଗେନ୍ କରିଛି, ହୁଁ ତ ହୁଁ ମୁଁ ସେଇଟା ହିଁ ଟିପ୍ସ ଗୁଡାକ ସେୟାର କରେ। କାରଣ ମୋ ବାଗିଆ ମୁଁ ବି ଅନ୍ୟମାନଙ୍କୁ ହେଲ୍ପ ୟୁଟ୍ୟୁବରେ ହବ ବହୁତ, ବହୁତ। ହଁ ମୁଁ ବି ୟୁଟ୍ୟୁବରେ ସର୍ଚ୍ଚ କରେ କି ଛୁଆକୁ ଧରନ୍ତୁ କିଛି ଖାଇବାକୁ ନୂଆ, ଚିକେନ ଗୋଟେ ମୁଁ ଛାଡିଥିଲି ବେବିକୁ କେମିତି ଖାଇବାକୁ ଦିଆହବ ଚିକେନ। ହୁଁ ଚିକେନ ଟା ବହୁତ ପ୍ରୋଟିନ ଥାଏ, ତ ମୁଁ ସେଇଟା ସର୍ଚ୍ଚ କଲି, ତ ମୁଁ ବି ଦେଖିଲି, ତ ମୁଁ ସେମିତି ହିସାବରେ ମୋ ପୁଅକୁ ଖାଇବାକୁ ଦେବାକୁ ଚେଷ୍ଟା କଲି। ହୁଁ ତ ମୁଁ ସେଟା ଆକ୍ଚୁଆଲି ଭାବିଲି, ମୁଁ ଯଦି ବେବିର ଟିପ୍ସ କିଛି 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 ଛାଡିବି ୟୁଟ୍ୟୁବରେ, ତ ମୋ ବାଗିଆ ଯୋଉମାନେ ମା ମାନେ ଅଛନ୍ତି ସେମାନେ ବି ଟିକେ ହେଲ୍ପ ପାଇପାରିବେ। ନିହାତି ଉପରେ। ସେମାନେ କିଛି ହେଲ୍ପ ପାଇଲେ, ସେମାନେ ମୋ ମାଧ୍ୟମରେ, ସେ ଭିଡିଓ ମାଧ୍ୟମରେ ଦେଖିପାରିବେ କି ସେମାନେ ଜାଣିବେ ଛୁଆକୁ କେମିତି କେୟାର କରାଯିବ। ମୁଁ ସେଥିପାଇଁ ବେବିର ଟିପ୍ସ ବି ଛାଡେ। ହୁଁ ହୁଁ। ଆଉ ଘର ଲୋକଙ୍କ କେତେ ମାନେ ସପୋର୍ଟ ଥାଏ କି ନାଇଁ ଭିଡିଓ ହଉନି ଭିଉ ପୁଣି ବନେଇବା, ସେଇ ଯୋଉ ଅ, ମାନେ ମନର କତ ଭାଇ କେତେ ଷ୍ଟ୍ରଙ୍ଗ ଥାଏ? ଭାଇ ଆକ୍ଚୁଆଲି ଶୁଣନ୍ତୁ, ଆକ୍ଚୁଆଲି ଲୋକମାନେ ତ ପଜିଟିଭ ବହୁତ କମ କହନ୍ତି, ନେଗେଟିଭ କଥା ବହୁତ ଆଗରେ କହନ୍ତି। ହୁଁ ହୁଁ ତୁ ଭିଡିଓ କରୁଛୁ, କିଏ ଦେଖୁଛନ୍ତି ତତେ, ତୋର କଣ ଏଇ ଯୋଉ ଏମିତି ବହୁତ କହନ୍ତି। ହୁଁ କିନ୍ତୁ ମୁଁ ନିଜ ମନୋବଳ କେବେ ଭାଙ୍ଗେନି। ମୁଁ ହୁଁ କହେ ହୁଁ। ମୁଁ ନ ଖାଇକିନା ତ ରହୁନି କି ମୁଁ ୟୁଟ୍ୟୁବ ମାଧ୍ୟମରେ ମୋ ପଇସା ବାସ୍ ଆସିବ, ମୋ ବାସ୍। ଘର ଚଳିବ, ମୋର ଇମ୍ପୋର୍ଟାନ୍ସ ନୁହେଁ। ମୁଁ ମତେ ମୋ ଫ୍ୟାସନ ଯୋଉଟା ମତେ ଖୁସି ଲାଗେ, ମୁଁ ସେଥିପାଇଁ ୟୁଟ୍ୟୁବ ତିଆରି କରେ, ୟୁଟ୍ୟୁବ ରାଇଟ୍। କରେ। ଆଉ ହୁଁ ୟୁଟ୍ୟୁବ ଗୋଟେ ଏତେ ବଡ ପ୍ଲାଟଫର୍ମ ଯୋଉଟା ରାଇଟ୍ ସମସ୍ତେ ଦେଖୁଛନ୍ତି। ରାଇଟ୍ ଆଉ ଆଉ ଗୋଟେ କଥା ହେଲା, ସମସ୍ତେ ୟୁଟ୍ୟୁବ ଚ୍ୟାନେଲ ଖୋଲିକିନା କେହି କରିପାରୁନାହାନ୍ତି। ରାଇଟ୍। ସମସ୍ତଙ୍କର ସେଇ ମାନେ ହିମ୍ମତ ବି ରହିବା ଦରକାର ଗୋଟେ ଭିଡିଓ ହଁ ସାମ୍ନାରେ ଗୋଟେ କହିବାଟା। ରାଇଟ୍। ତ ନେଗେଟିଭ କଥା ତ ବହୁତ କହନ୍ତି, ମତେ ସପୋର୍ଟ ବି ବହୁତ ସମୟରେ ମିଳେନି। ହୁଁ କିନ୍ତୁ ମୁଁ ନିଜକୁ କେବେ ବି ହାର ମାନେନି। ହଁ ସେଇଟା କଣ୍ଟିନ୍ୟୁଟି ମୁଁ ଗୋଟେ ବଡ ଜିନିଷ ୟୁଟ୍ୟୁବରେ। କଣ୍ଟିନ୍ୟୁଟି କରେ। ମଝିରେ କଣ୍ଟିନ୍ୟୁଟି। ଭାଇ ଆକ୍ଚୁଆଲି ମୁଁ ଏତେ କମ ସବସ୍କ୍ରାଇବର ହେବାର କାରଣ, ମୁଁ ନିଜେ ଭାବୁଛି, କାରଣ ପୁଅ ଯେତେବେଳେ ହେଲା ମୋର, ମୁଁ ହୁଁ ସେତେବେଳେ ବର୍ଷେ ଖଣ୍ଡେ ମୁଁ ପୁରା ମୋ ଚ୍ୟାନେଲରେ କିଛି ଅପଲୋଡ ହିଁ କରିପାରିଲିନି, ମୁଁ ତା ପଛରେ ହୁଁ ଟିକେ ବ୍ୟସ୍ତ ରହିଛି। ତ ହୁଁ ମୋର ଆଉ ସବସ୍କ୍ରାଇବର କିଛି ଗେନ୍ ହେଇପାରିଲେନି ଆଉ। ଆଉ ଚ୍ୟାନେଲ ଟା ଡେଡ୍ ହେବାକୁ ବସିଥିଲା, ତାପରେ ମୁଁ ଧୀରେ ଧୀରେ ଗୋଟାଏ ଦିଟା ଛାଡି ଛାଡିକି ନା, ଏବେ ତ ମୋର ସେତିକି ମାନେ ମାନେ ଗ୍ରୋଥ ହେଇପାରୁନି ମୋ ଚ୍ୟାନେଲ ଟା ଆଉ ଏତେ ଶୀଘ୍ର। ହୁଁ ହୁଁ ନା ଏବେ କଣ୍ଟିନ୍ୟୁ ସେଇଟା ଚାଲିଛି କଣ୍ଟିନ୍ୟୁଟି ମୋର। ରଖିଲେ ୟୁଟ୍ୟୁବ ତାକୁ କିଛି କିଛି ଜିନିଷକୁ ପ୍ରମୋଟ ବି କରେ। ବାକି କଣ୍ଟିନ୍ୟୁଟିଟା ହଉଛି ସବୁଠୁ ବଡ଼ ଜିନିଷ। ଆଉ ମୁଁ ଗୋଟେ କିନ୍ତୁ ଯୋଉଟା କେବେ ତୁମର ସବୁଠୁ ହୁଁ କେବେ ମୁଁ ଡିମୋଟିଭେଟ ହେଇନି କି ମତେ ମୁଁ ଚ୍ୟାନେଲରେ କଣ ହବ କଣ ନାହିଁ ବୋଲିକି, ମୁଁ କିନ୍ତୁ କରି ଚାଲେ। ମୁଁ ସେଇଟା କେବେ ନିହାତି ଭାବିନି କଥା। କି ମୋର ସବସ୍କ୍ରାଇବ ମୋର ଗେନ୍ ହବ ବୋଲି, ମୁଁ ସେଟା ଭାବିନି। ମୁଁ ଖାଲି ଭାବେ ମୋର କଣ୍ଟେଣ୍ଟ କେମିତି ମୁଁ ବଢିଆ ସେ ପ୍ରିପେୟାର ବାସ୍ ବାସ୍ କରିବି, ଭଲ ଲୋକମାନେ କଣ୍ଟେଣ୍ଟ କେମିତି ହବ। ହଁ ପ୍ରଥମ ଭିଡିଓରୁ ଏବେ ଯାଏଁ କେତେ, ଯେତେବେଳେ ଜଣେ ବନେଇବ ଗୋଟେ ନୂଆ ୟୁଟ୍ୟୁବ ଷ୍ଟାର୍ଟ କରିବ, 2 ବର୍ଷ ହେଲା ଆପଣ ବି କାମ କଲେନି, ପ୍ରଥମ ଭିଡିଓରୁ ଆଜି ଯାଏଁ କେତେ ଶିଖିବା ପାଇଁ ମିଳିଛି ୟୁଟ୍ୟୁବ ବିଷୟରେ? ଶିଖିବା ପାଇଁ ମତେ ଭାଇ ବହୁତ କିଛି ମିଳିଛି। କୁକିଂ ରେ ମୁଁ ଯେମିତି ମୋର ଆକ୍ଚୁଆଲି ମୁଁ ଗୋଟେ ମୁଁ ଫୋନ ଯୋଉ ୟୁଜ କରେ ଓପୋ F9 Pro, ହୁଁ ସେଇଥିରେ ହିଁ ହୁଁ ମୁଁ ଷ୍ଟାର୍ଟିଂ ରୁ ହିଁ ମୁଁ ଆଜି ପର୍ଯ୍ୟନ୍ତ ସେଇ ଫୋନରେ ହିଁ ମୁଁ ସୁଟିଂ ଚାଲିଛି ମୋର, ସେଇଥିରେ କରୁଛି। ମୁଁ କେବେ ମାନେ ମୁଁ ମାନେ ଚାହିଁ ନାହିଁ କି ମୋର ଆଇଫୋନ ଆସୁ କି ହୁଁ ହୁଁ କ୍ୟାମେରାରେ ସୁଟିଂ କରି, ମୁଁ ଯୋଉଟା ମୋର ଅଛି, ମୁଁ ଯୋଉଟା ନିହାତି ମୁଁ ଉପରେ। ସେଇଟା ମୁଁ ଲୋକଙ୍କୁ ଦେଖେଇବାକୁ ଚାହେଁ। ହୁଁ ହୁଁ ୟୁଟ୍ୟୁବରେ ଆକ୍ଚୁଆଲି ବହୁତ କିଛି ଶିଖିବାର ଅଛି। ୟୁଟ୍ୟୁବରେ ମୁଁ ବହୁତ ଜଣଙ୍କୁ ଫଲୋ କରେ। ମୁଁ କୁକିଂରେ ବି ଫଲୋ କରେ, ପ୍ଲସ୍ ୟୁଟ୍ୟୁବ ଟିପ୍ସରେ ବି ଫଲୋ କରେ। ତାଙ୍କଠୁ ମୁଁ ବହୁତ ଶିଖିବାକୁ ପାଏ, ଯୋଉଟା କି ମତେ ୟୁଟ୍ୟୁବ ବାବଦରେ କିଛି ଜଣା ହିଁ ନଥିଲା। ସେ ମନୋଜ ଦେ, ଆପଣ ଜାଣିଥିବେ ସେ ଭାଇ ଯିଏ ହୁଁ ହୁଁ ଅଛନ୍ତି, ହୁଁ ତାଙ୍କଠୁ ମୁଁ ୟୁଟ୍ୟୁବର ଟିପ୍ସ ଗୁଡାକ ମୁଁ ବହୁତ ଶିଖେ। ଆଉ ବହୁତ କିଛି ଶିଖିଛି। ଆପଣ ମୋ ପୁରୁଣା ଭିଡିଓ ଗୁଡା ଦେଖିବେ, ଯେତିକି ମାନେ ତାର କ୍ୱାଲିଟି ନାହିଁ, ଏବେର ଭିଡିଓ ଟିକେ ଟିକେ ବହୁତ ଇମ୍ପ୍ରୁଭ ହେଇ ଆସିଲାଣି ମୋର, ମୁଁ ସେଟା ନିଜେ ଫିଲ୍ ତ ଜଣେ କରିପାରୁଛି। ଯିଏ ନୂଆ ୟୁଟ୍ୟୁବ କରିବା ପାଇଁ ଆସେ, ସିଏ ଯଦି ଭାବୁଥିବ କି ମୁଁ 2 3 ଦିନ ଦିଟା ଭିଡିଓ ପକେଇବି, ସବୁ କିଛି ଶିଖିଯିବି, ସବୁ ହେଇଯିବ, ସେମିତି ହୁଏ କି? ନା ନା ଭାଇ, ସେଟା ଜମା ବି ହବନି ହେଲା। ଆଜି ମୁଁ 2 3 ବର୍ଷ ହେଲା କାମ କରୁଛି, ସେଟା ସେଟା କେବେ ବି ହବନି। ଆପଣ ଆଜି ଭିଡିଓ ଢାଲିବେ, ଭିଡିଓ ଅପଲୋଡ କରିବେ, ଆଉ ସାଙ୍ଗେ ସାଙ୍ଗେ ଆପଣ ଭାଇରାଲ ହେଇଯିବ, ସେଟା କେବେ ବି ନୁହଁ। ପ୍ଲସ୍ ଆପଣଙ୍କୁ ଫାଷ୍ଟ ପେସେନ୍ସ ଭିଡିଓରୁ କି ଦରକାର। ପୁରା ବେଷ୍ଟ କ୍ୱାଲିଟି ରହିବ ସେମିତି ବି ନାହିଁ, ବହୁତ ଜିନିଷ ଶିଖିବାର ଥାଏ ଜମା ଥମ୍ବନେଲ ଠୁ ଆରମ୍ଭ କରି। ଜମା ଜମା ନୁହେଁ, ଆପଣ କରୁ କରୁ ହିଁ ୟୁଟ୍ୟୁବ ରେ ଶିଖି ପାରିବେ ଏଇ ଗୋଟେ ଜିନିଷଟା। କୁକିଂ ରେ ବି ଯେମିତି ତମେ ହିନ୍ଦୀରେ ବି ବହୁତ ଆଗରୁ ବହୁତ ଫେମସ ନିଶା ମଧୁଲିକା, ଯେମିତି ମମତା କିଚେନ, ସେଗୁଡା ଦେଖୁଥିବ। ତ ସେମାନେ ହଁ ହଁ। ୟୁଟ୍ୟୁବରେ ବହୁତ ଫେମସ ହେଇଛନ୍ତି, ଆଉ ବହୁତ ଗୁଡା ସେମାନେ ତାଙ୍କର ଗ୍ରୋଥ ବି ହେଇଛି। ତ କୁକିଂ ର ବହୁତ ଭାଷ୍ଟ ଇଏ ଅଛି, ଅପରଚୁନିଟି ବି କୁକିଂ ରେ ଅଛି।
ତ ତାକୁ ହଁ ନେଇକି ହଁ କେମିତି ଦେଖୁଛନ୍ତି ଆଉ? ମୁଁ ଭାଇ ତାଙ୍କୁ ଦେଖେ ବହୁତ ଫଲୋ କରେ। ମୁଁ ବି ଭାବେ ମୋ କୁକିଂ ଯଦି ଜଣେ କରିକିନା ସେ ରୋଷେଇ କଲା ତ ମତେ ବହୁତ ଖୁସି ଲାଗେ। ମତେ ବି କମେଣ୍ଟ ମୋ ଫ୍ୟାମିଲି ମେମ୍ବର୍ସ ଆମର ମୋ ଭାଉଜ ଅଛନ୍ତି ସିଏ ଦେଖନ୍ତି ମତେ, ତାଙ୍କର ବି ଫ୍ୟାମିଲି ମେମ୍ବର୍ସ ଅଛନ୍ତି ସେମାନେ ମତେ ଦେଖନ୍ତି ମୋ ଚ୍ୟାନେଲ, ସେମାନେ ବି ସେ ଜିନିଷ ଆଣିକି ପ୍ରିପେୟାର କରିକିନା ରୋଷେଇ କରନ୍ତି ତ ମତେ ଏଇଟା ଖୁସି ଲାଗେ ଯେ କମେଣ୍ଟ ଯେତେବେଳେ ମତେ ମୋ ଜିନିଷ କିଏ ଦେଖୁଛନ୍ତି। ବହୁତ ମତ ବହୁତ ଭଲ ଲାଗେ। ତାପରେ ମୋ ଶାଶୁଘର ଲୋକ ସେମାନେ ବି ଦେଖନ୍ତି, ସେମାନେ ବି ଆପ୍ରିସିଏଟ କରନ୍ତି କି ହଁ ଭଲ ରୋଷେଇ ହୁଁ ହୁଁ କରୁଛୁ। ତାପରେ ମୁଁ ବ୍ଲଗିଂ କରୁଛି ଯେତେବେଳେ, ବ୍ଲଗିଂ ଯେତେବେଳେ ବାହାଘର ଭିଡିଓ ଗୋଟେ କରିଥିଲି ସେଠି ବହୁତ ମତେ ବହୁତ ମାନେ ରେସପେକ୍ଟ ମିଳିଲା। ମୁଁ ଯାଇଥିଲି ଭୁବନେଶ୍ୱର ମୋ ଦିଅର ବାହାଘରରେ, ହୁଁ ତ ସେଠି ମତେ ବହୁତ ସମସ୍ତେ ସମ୍ମାନ ଦେଲେ ୟୁଟ୍ୟୁବ କରୁଛୁ ବୋଲିକିନା। ୟୁଟ୍ୟୁବ କୁ ବହୁତ ସମସ୍ତେ ଆଜିକାଲି ରେସପେକ୍ଟ ଦଉଛନ୍ତି। ହୁଁ ହୁଁ ହୁଁ। ଆଉ ତ ଏଇଟା କଥା। ଆଉ କଣ କହିବେ ଅଡିଏନ୍ସ କୁ? ନିହାତି ଉପରେ ଆମେ ଆଶା କରିବା ସମସ୍ତେ ମିଶିକି, ଆଉ 300 କେତେ ସବସ୍କ୍ରାଇबर ଅଛି ଆगे ସବସ୍କ୍ରାଇबर କରିଦିଅ, ପ୍ଲସ୍ ବଢିଆ ବଢିଆ ଭିଡିଓ ଆସୁଛି ଭିଡିଓ ବି ଦେଖନ୍ତୁ। ତ ଜଲ୍ଦି ଜଲ୍ଦି ୱାଚ୍ ଟାଇମ୍ ବି ହେଇଯାଉ, ତ ଆଉ ଟିକେ ମୋଟିଭେଶନ ମିଳିବ, ଆହୁରି ବଢିଆ ବଢିଆ ଟିପ୍ସ ଦେବେ, ହେଲ୍ଥ ଟିପ୍ସ ବି ଦେବେ। ଆଉ ଆପଣ କଣ କହିବେ ଶେଷରେ? ମୁଁ ଭାଇ ଆପଣଙ୍କୁ ତ ଧନ୍ୟବାଦ କରୁଛି, ଆପଣ ଏତେ ବଡ କ୍ରିଏଟର ହେଇକିନା ମତେ ସପୋର୍ଟ କରୁଛନ୍ତି। ଛୋଟ ୟୁଟ୍ୟୁବର ଗୋଟେ, ମୋର କିଛି ବି ମାନେ ନାହିଁ ମୋର ମାନେ ୟୁଟ୍ୟୁବରେ କହିଲେ, ତ ଆପଣ ମତେ ଏତେ ହେଲ୍ପ କରୁଛନ୍ତି ଏତେ ସପୋର୍ଟ କରୁଛନ୍ତି ତା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଫାଷ୍ଟ ଦଉଛି। ତାପରେ ଏଇଟା ମୁଁ ପ୍ଲାନିଂ ରେ ଅଛି, ଆମେ କରିବା ସମସ୍ତଙ୍କୁ ଯେ ଆମର ଟାର୍ଗେଟ ଅଛି କି ଆହୁରି ଟିକେ ଏଟା କମ୍ୟୁନିଟି ଟା ବଢିଗଲେ କି ଗୋଟେ ଦିନ 2 ଦିନ ଭିତରେ ଯୋଉଟା ବି ଆମେ ପକେଇବା ତା ଭିତରେ ସମସ୍ତଙ୍କର ଆଟଲିଷ୍ଟ ସବସ୍କ୍ରାଇबर ହେଇଯାଉ, ତାପରେ ୱାଚ୍ ଟାଇମ୍ କିଛି ହେଇଯାଉ। ସେଇଟା ଆମର ଆଗକୁ ପ୍ଲାନିଂ ରହିବ। ତ ଯେମିତି ଗୋଟେ ନୂଆ କ୍ରିଏଟର ପକେଇଥିଲି ସେଦିନ ସିକେ ଭ୍ଲଗ କରିକି, ସିକେ ଭ୍ଲଗ, ତ ତାଙ୍କର ଚ୍ୟାନେଲରେ ସେ କରୁଛନ୍ତି, ନୂଆ ନୂଆ କରୁଛନ୍ତି, ତ କ୍ୱାଲିଟି ସେତେ ଦୂର ନାହିଁ। ତ କିଛି ଲୋକ ତାଙ୍କୁ କମେଣ୍ଟ ବି କରିଛନ୍ତି କି ଏମିତି କର ସେମିତି କର, ସେ ଆଡଭାଇସ ବି ଦେଇଛନ୍ତି, ସେଟା ଭଲ କଥା। ତ ଆମେ ଚାହିଁବା କି ଯାହାର କମ ବି ସବସ୍କ୍ରାଇበር, ମୁଁ ତାଙ୍କୁ ବି ଏଇଥିପାଇଁ ପୋଷ୍ଟ କରୁଛି, ଯଦି ବି କିଛି କ୍ୱାଲିଟି କମ ବି ଅଛି ଭିଡିଓ ତାହେଲେ ବି ମୁଁ ଏଇଥିପାଇଁ କରୁଛି ଯେ ସମସ୍ତ ଯୋଉମାନେ ପ୍ରଥମ ପ୍ରଥମ କରୁଛନ୍ତି ସେମାନେ ତ ଜାଣିନାହାନ୍ତି ନା, ତ ସେମାନେ ଶିଖିବେ। ତ ସେମାନଙ୍କୁ ବି ଆମେ ସପୋର୍ଟ କରିବା, ସମସ୍ତଙ୍କୁ ସପୋର୍ଟ କରିବା। ତାଙ୍କର ଯେତେ ଦୂର ଆମେ ପାରିବା, କାହିଁକି ସବସ୍କ୍ରାଇବ କରିବା ପାଇଁ ତ ଆମକୁ ପଇସା ପଡୁନି ନା, ଭିଡିଓ ଠିକ ଅଛି କ୍ୱାଲିଟି ଧୀରେ ଧୀରେ ଦେଖି ୱାଚ୍ ଟାଇମ୍ କରିବା। ତ ଆମେ ସବସ୍କ୍ରାଇବ କରିବାରେ କଣ ଅଛି, ସେଇଟା ମୁଁ ସମସ୍ତଙ୍କୁ ଅନୁରୋଧ କରିବି। ସବସ୍କ୍ରାଇବ କର, ତାପରେ ଚ୍ୟାନେଲ ଗ୍ରୋଥ ହେଲା ପରେ 2000 3000 ପରେ ଯଦି ଅନସବସ୍କ୍ରାଇବ ବି କରିଦଉଛ, ତାଙ୍କ ଭିଡିଓ ଭଲ ଲାଗୁନି, ତାଙ୍କର ସେତେବେଳେ କିଛି ପ୍ରୋବ୍ଲେମ ହବନି, ଗ୍ରୋଥ ହେଇଯାଇଥିବ। ତ ହଁ ଏବେ ହଁ ଷ୍ଟାର୍ଟିଂ ରେ ତାଙ୍କୁ ହେଲ୍ପ କର, ସବସ୍କ୍ରାଇବ କରିଦିଅ, ସେଇଟା ଆମେ ସମସ୍ତଙ୍କୁ ରିକ୍ୱେଷ୍ଟ କରିବା। ଓଡିଶାବାସୀ କଣ ପୁରା ଇଣ୍ଡିଆବାସୀ ଆମକୁ ଯଦି ହେଲ୍ପ କଲେ ଟିକେ ସପୋର୍ଟ କରିବେ ଆମକୁ, ହଁ ଯଦି ସବସ୍କ୍ରାଇବ କରିବେ ଆମର ସେଟା ଆମକୁ ବି ଟିକେ ହେଲ୍ପ ହେଇପାରିବ। ଆମର ନିହାତି ଭାବରେ ୱାଚ୍ ଟାଇମ୍ ବି ଟିକେ ବଢିପାରିବ। ନିହାତି ଭାବରେ ପ୍ଲସ୍ ଆମକୁ ଟିକେ ଖୁସି ଲାଗିବ, ଆମକୁ ଟିକେ ମୋଟିଭେଟ ଲାଗିପାରିବ ମୋଟିଭେଟ କି ଲାଗିବ, ଆମେ ଭିଡିଓ ଟିକେ କରିବାରେ ମୋଟିଭେଟ ଲାଗିବ, ସେଇଟା ହଉଛି ବଡ କଥା। ପ୍ଲସ୍ କିଛି ଚ୍ୟାନେଲ ଭଲ ଭଲ ଚ୍ୟାନେଲ ଯୋଉମାନେ କଷ୍ଟ କରୁଛନ୍ତି କାମ କରୁଛନ୍ତି, ସେ ଚ୍ୟାନେଲ ଗୁଡା କଣ୍ଟିନ୍ୟୁ କରିବେ, ନହେଲେ କଣ ହଉଛି ନା ବ୍ରେକ୍ ହେଇଯାଏ, ବହୁତ ଚ୍ୟାନେଲ ଷ୍ଟାର୍ଟ ହୁଏ ବ୍ରେକ୍ ହେଇଯାଉଛି। ସେଇଥିପାଇଁ ସେଇଟା ତ ଆକ୍ଚୁଆଲି ମୋଟିଭେସନ ଟା ସବୁଠୁ ମାନେ ବଡ, ମାନେ ହୁଁ ଯଦି କମେଣ୍ଟ ଗୋଟେ ଭଲ କମେଣ୍ଟ ଆସିଲେ ଆପଣଙ୍କୁ ବହୁତ ଖୁସି ଲାଗିବ, ଯାହା ହଉ ମତେ ରାଇଟ। ଆଜି କିଏ ଜଣେ ଭଲ କମେଣ୍ଟ ଦେଲେ ବୋଲି କି ମନଟା ଖୁସି ଲାଗେ, ଆଉ ଟିକେ ଆମକୁ ମାନେ ଇଚ୍ଛା ହବ ନୂଆ ଜିନିଷ କିଛି କରିବାକୁ। ତ ନୂଆ ଯୋଉମାନେ ବି ୟୁଟ୍ୟୁବ କରୁଛନ୍ତି ତାଙ୍କୁ ମାନେ ନେଗେଟିଭ କମେଣ୍ଟ ତ ମୋ ଫେସରେ ଦେବା କଥା ନୁହଁ। ହୁଁ ହୁଁ। ଆଉ ନେଗେଟିଭ ମାନେ କମେଣ୍ଟ କନଷ୍ଟ୍ରକ୍ଟିଭ କମେଣ୍ଟ ଦେଇପାର, ଯେ ଏଇଟା ଆଉ ଟିକେ ହେଲେ ଭଲ ହବ କି ଏଇ ଜିନିଷ କର, ହଁ କନଷ୍ଟ୍ରକ୍ଟିଭ କମେଣ୍ଟ ସବୁବେଳେ ଆକ୍ସେପ୍ଟେଡ। କି ହଁ ତାହେଲେ ତାଙ୍କୁ ହେଲ୍ପ ବି ହବ ଯେ ତମେ ଏଇଟା ଏମିତି କର, କି ଥମ୍ବନେଲ ଟା ଆଉ ଟିକେ କର, ଆମକୁ ଏଇଟା ଭଲ ଲାଗିବ, କି ଭିଡିଓ ଏଡିଟିଂ ଟା ଆଉ ଟିକେ ଆଜ୍ଞା। ଏମିତି କର। ଯଦି କିଛି କିଏ କନଷ୍ଟ୍ରକ୍ଟିଭ ସଜେସନ ଦଉଛି ସେଇଟା ସବୁବେଳେ ମାନେ ଭଲ, ଆମର ହେଲ୍ପ ବି ହବ। ଆଉ ଲାଷ୍ଟରେ କଣ କହିବେ ଅଡିଏନ୍ସ ମାନଙ୍କୁ? ଲାଷ୍ଟ ମୁଁ ଅଡିଏନ୍ସଙ୍କୁ ଏଇଟା କହିବି ଭାଇ, ମେନ୍ ହଉଛି ସବୁଠୁ ମୋଷ୍ଟ ହଉଛି ଆପଣ ମାନେ କେବେ ବି ହାର ମାନନ୍ତୁନି ୟୁଟ୍ୟୁବ ରେ, କି ମୁଁ ଏଇଟା କରିପାରିବିନି, ଏଇଟା ମନ ଭିତରେ ସବୁବେଳେ ଆପଣ ମାନେ ଧାରଣା ରଖନ୍ତୁ କି ମୁଁ ଏଇ ଜିନିଷ କରିପାରିବି, ମୋ ରାଇଟ। ଭିତରେ ବି ସେଇ ଟ୍ୟାଲେଣ୍ଟ ଅଛି, ମୁଁ ସେଟା କରି ହିଁ ପାରିବି, କାହିଁକି ନ କରିପାରିବି। ଆଉ ଲୋକମାନେ ବହୁତ ନେଗେଟିଭ କଥା କହିବେ, ସମସ୍ତେ ଷ୍ଟାର୍ଟିଂ ଆପଣ କହିବେ ତୁ କଣ କରୁଛୁ ଇଏ କଣ କରୁଛୁ, କିନ୍ତୁ ସେଟା ସବୁ ଅଣଦେଖା କରିକିନା ଆପଣ ମାନେ ସେଟା ସବୁ ଅଣସୁଣା କରିକିନା ଆପଣଙ୍କୁ ଆପଣଙ୍କ କଣ୍ଟେଣ୍ଟ ଉପରେ ଧ୍ୟାନ ଦେବାକୁ ପଡିବ। ତାପରେ କଣ୍ଟିନ୍ୟୁଟି ଯୋଉଟା ଅଛି ଆମର, ଆମେ ଯୋଉ କଣ୍ଟିନ୍ୟୁସଲି ଭିଡିଓ ଆମକୁ ଅପଲୋଡ କରିବାକୁ ପଡିବ। ହୁଁ ହୁଁ। ୟୁଟ୍ୟୁବ ନହେଲେ ଆମ କଥା କିଛି ଶୁଣିବନି। ରାଇଟ। ଯୋଉମାନେ ବଡ ବଡ କ୍ରିଏଟର ତାଙ୍କ ତ ୟୁଟ୍ୟୁବ ସେ ପୁରା ଭାଇରାଲ କରିସାରିଲେ, ତାଙ୍କୁ କିଛି ଅସୁବିଧା ନାହିଁ। କିନ୍ତୁ ହୁଁ ନୂଆ ହୁଁ। ୟୁଟ୍ୟୁବ ଯୋଉମାନେ ଅଛି କଣ୍ଟିନ୍ୟୁସଲି ଭିଡିଓ ଆପଣଙ୍କୁ ଛାଡିବାକୁ ହଁ ପଡିବ, ସେଇଟା ପ୍ଲସ ନିହାତି ପେସେନ୍ସ ବି ଉପରେ। ରଖିବାକୁ ପଡିବ। ମୁଁ ସେଟା ନିଜ ଭିତରେ ମୋର ମାନେ ମୁଁ ନିଜ ଗୋଟେ ଭାବିକି ରଖିଛି କି ମୁଁ କଣ୍ଟିନ୍ୟୁ ଭିଡିଓ ଅପଲୋଡ କରିବି। ହୁଁ ଯୋଉ ହେଲ୍ଥ ଟିପ୍ସ ସବୁ ବେବିକୁ ନେଇକିନା, ହୁଁ କୁକିଂ ହୁଁ ହଉ ବ୍ଲଗିଂ, ମୋର ତ ଏଇଟା ହିଁ କ୍ୟାଟେଗୋରୀ ଅଛି, ତ ମୁଁ ୟା ଉପରେ ହିଁ ଛାଡିବି। ହୁଁ ହୁଁ। ପ୍ଲସ ଆପଣ କେବେ ବି ହାର ମାନିବେନି, ଏମିତି ହିଁ ୟୁଟ୍ୟୁବ ରେ ଆପଣ ଭିଡିଓ ଅପଲୋଡ କରିଚାଲିଥିବେ। ରାଇଟ। ଆଉ ନେଗେଟିଭ କଥା ବେଶୀ ଧ୍ୟାନ ଦେବେନି।
ରାଇଟ୍, ନେଗେଟିଭ କମେଣ୍ଟ କୁ ବେଶୀ ସେଗୁଡ଼ା ନଜର ନ କରିକି ନିଜ କାମ, କାହିଁ କିଛି ବି କଲେ ଲୋକେ କହିବେ, ତମେ ଭଲ କର ଆଉ ଭାଇ ଖରାପ ଆଉ ଗୋଟେ କର। କଥା, ସେଟା ଉପରେ ଆପଣ ବେଶୀ ଇମ୍ପୋର୍ଟାଣ୍ଟ ନ ଦେଇକିନା ଆପଣ କଣ୍ଟେଣ୍ଟ ଟା କେମିତି ଭଲ ହବ ସେଇଟା ହିଁ ମୁଁ ରାଇଟ୍ ଭାବେ, ମୋର ରାଇଟ୍ ଯୋଉ ଧାରଣା। କଣ୍ଟେଣ୍ଟ ଟା କେମିତି ଭଲ କରିବୁ ତ ଲୋକ ଲୋକ ଅଟୋମେଟିକଲି ଆପଣଙ୍କ ଭିଡିଓକୁ ଦେଖିବେ, ରାଇଟ୍ ଆପଣଙ୍କ ଭିଡିଓରେ ରିଚ୍ ଆସିବ। ରାଇଟ୍। ବହୁତ ଭଲ ଲାଗିଲା, ପୁଣି ଦେଖା ହବ, ମନିଟାଇଜ ହେଇଯାଉ, ପୁଣି କଥା ହବା ଆଉ ଥରେ, କେବେ ଭାଇ ରାଉରକେଲା ଗଲେ ଆପଣଙ୍କୁ ଦେଖା ହବା। ଧନ୍ୟବାଦ, ଓଡିଶାବାସୀଙ୍କୁ ମୋର ଧନ୍ୟବାଦ କି ମୋ ଭିଡିଓ ଆପଣଙ୍କ ମାଧ୍ୟମରେ ଦେଖି ପାରିବି। ହଁ ମୋ ମନ କଥା ଯୋଉ ଥିଲା ମୁଁ ଆପଣଙ୍କୁ ଭିଡିଓ ମାଧ୍ୟମରେ ଜଣେଇଲି। ତ ନିହାତି ଜୟ ନିହାତି, ଜଗନ୍ନାଥ ପୁଣି ଭାଇ। କଥା ହବା। ନମସ୍କାର, ଜୟ ଜଗନ୍ନାଥ, ବହୁତ ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ। ନମସ୍କାର।